ବିଚାରକର୍ତ୍ତା 8 ପର୍ବ। ଅନନ୍ତର ଇଫ୍ରେମ୍ର ଲୋକମାନେ ତାହାଙ୍କୁ କହିଲେ, ତୁମେ ମିଦିଆନ ସଙ୍ଗେ ଯୁଦ୍ଧ କରିବାକୁ ଗଲାବେଳେ ଆମ୍ଭମାନଙ୍କୁ ଯେ ଡାକିଲ ନାହିଁ, ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଏ କି କଥା କଲ? ପୁଣି ସେମାନେ ତାଙ୍କ ସଙ୍ଗରେ ଅତ୍ୟନ୍ତ ବିବାଦ କଲେ। ଏଥିରେ ସେ ସେମାନଙ୍କୁ କହିଲେ, ଏବେ ତୁମ୍ଭମାନଙ୍କ ତୁଲ୍ୟ ମୁଁ କେଉଁ କର୍ମ କରିଅଛି? ଅବିଏସରର ସମସ୍ତ ଦ୍ରାକ୍ଷାଫଳ ସଂଗ୍ରହଠାରୁ କି ଇଫ୍ରେମ୍ର ଦ୍ରାକ୍ଷାଫଳ ଗଁ କରିବାର ଶ୍ରେଷ୍ଠ ନୁହେଁ? ପରମେଶ୍ୱର ତୁମମାନଙ୍କ ହସ୍ତରେ ସିନା ମିଦିଆନର ଓରେବ ଓ ସେବ୍ ଦୁଇ ଅଧିପତିଙ୍କୁ ସମର୍ପଣ କଲେ, ମାତ୍ର ତୁମ୍ଭମାନଙ୍କ ତୁଲ୍ୟ ମୁଁ କେଉଁ କର୍ମ କରିପାରିଲି? ତେବେ ତାଙ୍କର ଏହି କଥା କହିବାରେ ତାଙ୍କ ପ୍ରତି ସେମାନଙ୍କ କ୍ରୋଧ ନିବୃତ୍ତ ହେଲା। ଏଉତାରେ ଗିଦିଓନ ଜର୍ଦ୍ଦନକୁ ଆସି ତାର ପାର ହେଲେ। ସେ ଓ ତାଙ୍କ ସଙ୍ଗୀ ସେ 300 ଲୋକ କ୍ଳାନ୍ତ ହେଲେ ହେଁ ପଛେ ପଛେ ଗୋଡ଼ାଉଥାନ୍ତି। ପୁଣି ସେ ସୁକୋତର ଲୋକମାନଙ୍କୁ କହିଲେ, ମୁଁ ନିବେଦନ କରୁଅଛି, ଆମ୍ଭର ପଶ୍ଚାତଗାମୀ ଲୋକମାନଙ୍କୁ ରୋଟି ଦିଅ, କାରଣ ସେମାନେ କ୍ଳାନ୍ତ ହୋଇଅଛନ୍ତି। ଓ ମୁଁ ମିଦିଆନର ରାଜା ସେବହ ଓ ସଲମୁନ୍ନର ପଛେ ପଛେ ଗୋଡ଼ାଉଅଛି। ତହିଁରେ ସୁକୋତର ଅଧିପତିମାନେ କହିଲେ, ସେବହ ସଲମୁନ୍ର ହାତ ତୁମ ହସ୍ତଗତ ହେଲାଣି ଯେ ଆମ୍ଭେମାନେ ତୁମ୍ଭ ସୈନ୍ୟଗଣକୁ ରୋଟି ଦେବୁ। ତହିଁରେ ଗିଦିଓନ କହିଲେ, ଏହି ସକାଶୁ ସଦାପ୍ରଭୁ ସେବହ ଓ ସଲମୁନ୍କୁ ମୋ ହସ୍ତରେ ସମର୍ପଣ କଲେ। ମୁଁ ପ୍ରାନ୍ତରର କାନକୋଳି କଣ୍ଟାକାଜି ଦ୍ୱାରା ତୁମ୍ଭମାନଙ୍କ ମାଂସ ଚିରିବି। ତେଣୁ ସେ ସେଠାରୁ ପନୁଏଲକୁ ଉଠିଯାଇ ସେଠାର ଲୋକମାନଙ୍କୁ ସେହିପରି କହିଲେ। ତହିଁରେ ସୁକୋତର ଲୋକମାନେ ଯେପରି ଉତ୍ତର କରିଥିଲେ, ପନୁଏଲର ଲୋକମାନେ ମଧ୍ୟ ସେହିପରି ଉତ୍ତର ଦେଲେ। ତେବେ ସେ ପନୁଏଲର ସେହି ଲୋକମାନଙ୍କୁ କହିଲେ, ମୁଁ କୁଶଳରେ ଫେରିଆସିଲେ ଏହି ଗଡ଼ ଭାଙ୍ଗି ପକାଇବି। ଏହି ସମୟରେ ସେବହ ଓ ସଲମୁନ୍ କୋର୍କୋରରେ ଥିଲେ ଓ ସେମାନଙ୍କର ସଙ୍ଗୀ ସୈନ୍ୟଦଳ ଊଣା ଅଧିକ 15,000 ଲୋକ ଥିଲେ। ପୂର୍ବଦେଶୀୟ ଲୋକମାନଙ୍କର ସମସ୍ତ ସୈନ୍ୟଦଳ ମଧ୍ୟରୁ ଏମାନେ କେବଳ ଅବଶିଷ୍ଟ ରହିଥିଲେ, କାରଣ ଖଡ୍ଗ ଧରି 1,20,000 ଲୋକ ହତ ହୋଇଥିଲେ। ଏଉତାରେ ଗିଦିଓନ ନୋବହ ଓ ଜିଗ୍ବିହର ପୂର୍ବ ଦିଗରେ ତମ୍ବୁ ନିବାସୀମାନଙ୍କ ପଥ ଦେଇ ଉଠିଯାଇ ସେହି ସୈନ୍ୟଦଳକୁ ଆଘାତ କଲେ, ଯେହେତୁ ସେହି ସୈନ୍ୟଦଳ ନିର୍ଭୟରେ ଥିଲେ। ସେତେବେଳେ ସେବହ ଓ ସଲମୁନ୍ ପଳାୟନ କଲେ, ଏଣୁ ସେ ସେମାନଙ୍କ ପଛେ ପଛେ ଗୋଡ଼ାଇଲେ। ପୁଣି ମିଦିଆନର ସେହି ଦୁଇ ରାଜା ସେବହ ଓ ସଲମୁନ୍କୁ ଧରି ସମସ୍ତ ସୈନ୍ୟଙ୍କୁ ଉଦ୍ବିଗ୍ନ କଲେ। ତେଣୁ ଜୋଆସର ପୁତ୍ର ଗିଦିଓନ ହେରସର ଘାଟି ଦେଇ ଯୁଦ୍ଧରୁ ଫେରିଆସିଲେ। ପୁଣି ସେ ସୁକୋତର ଲୋକମାନଙ୍କ ମଧ୍ୟରୁ ଜଣେ ଯୁବାକୁ ଧରି ପଚାରିଲେ। ତହିଁରେ ସେ ସୁକୋତର ଅଧିପତି ଓ ତହିଁର ପ୍ରାଚୀନମାନଙ୍କର 77 ଜଣଙ୍କର ନାମ ତାଙ୍କ ପାଇଁ ଲେଖାଇଦେଲା। ଏଥି ଉତ୍ତରେ ସେ ସୁକୋତର ଲୋକମାନଙ୍କ ନିକଟକୁ ଆସି କହିଲେ, ସେବହ ଓ ସଲମନକୁ ଦେଖ, ଏମାନଙ୍କ ବିଷୟରେ ତୁମେମାନେ ପରା ଆମ୍ଭକୁ ତୁଚ୍ଛ କରି କହିଥିଲ। ସେବହ ଓ ସଲମନର ହାତ କି ତୁମର ହସ୍ତଗତ ହେଲାଣି ଯେ ଆମ୍ଭେମାନେ ତୁମର କ୍ଳାନ୍ତ ଲୋକମାନଙ୍କୁ ରୋଟି ଦେବୁ। ତହୁଁ ସେ ସେହି ନଗରର ପ୍ରାଚୀନମାନଙ୍କୁ ଧରିଲେ ଓ ପ୍ରାନ୍ତରର କାନକୋଳି କଣ୍ଟାକାଦି ନେଇ ତଦ୍ୱାରା ସୁକୋତର ଲୋକମାନଙ୍କୁ ଶିକ୍ଷା ଦେଲେ। ପୁଣି ସେ ପନୁଏଲ ଗଡ଼ ଭାଙ୍ଗି ପକାଇଲେ ଓ ନଗରସ୍ଥ ଲୋକମାନଙ୍କୁ ବଧ କଲେ। ଆଉ ସେ ସେବହକୁ ଓ ସଲମନକୁ କହିଲେ, ତୁମ୍ଭେମାନେ ତାବୋରରେ ଯେଉଁ ଲୋକମାନଙ୍କୁ ବଧ କଲ, ସେମାନେ କି ପ୍ରକାର ଲୋକ? ତହିଁରେ ସେମାନେ ଉତ୍ତର କଲେ, ଆପଣ ଯେପରି ସେମାନେ ସେପରି, ପ୍ରତ୍ୟେକ ରାଜପୁତ୍ର ପରି ଥିଲେ। ତେବେ ସେ କହିଲେ, ସେମାନେ ତ ମୋର ଭାଇ, ମୋ ମାତାର ପୁତ୍ର। ମୁଁ ଜୀବିତ ପ୍ରଭୁଙ୍କର ନାମ ନେଇ କହୁଅଛି, ତୁମେମାନେ ଯେବେ ସେମାନଙ୍କୁ ବଞ୍ଚାଇ ରଖିଥାନ୍ତ, ତେବେ ମୁଁ ତୁମ୍ଭମାନଙ୍କୁ ବଧ କରନ୍ତି ନାହିଁ। ତେଣୁ ସେ ଆପଣା ଜ୍ୟେଷ୍ଠପୁତ୍ର ଜେଥଲକୁ କହିଲେ, ଉଠ, ସେମାନଙ୍କୁ ବଧ କର। ମାତ୍ର ସେ ଯୁବା ଆପଣା ଖଡ୍ଗ ବାହାର କଲା ନାହିଁ, କାରଣ ସେ ଯୁବା ଥିବାରୁ ଭୟ କଲା। ତହିଁରେ ସେବହ ଓ ସଲମୁନ କହିଲେ, ତୁମେ ଉଠି ଆମ୍ଭମାନଙ୍କୁ ଆଘାତ କର, କାରଣ ଯେ ଯେପରି ପୁରୁଷ ତାହାର ସେପରି ବୀରତ୍ୱ। ଏ ଉତ୍ତରେ ଗିଦିଓନ ଉଠି ସେବହକୁ ଓ ସଲମନକୁ ବଧ କଲେ। ପୁଣି ସେମାନଙ୍କ ଓଟମାନଙ୍କ ଗଳାର ସମସ୍ତ ଚନ୍ଦ୍ରହାର କାଢ଼ି ନେଲେ। ଅନନ୍ତର ଇସ୍ରାଏଲ ଲୋକମାନେ ଗିଦିଓନକୁ କହିଲେ, ତୁମ୍ଭେ ଓ ତୁମ୍ଭ ପୁତ୍ର ମଧ୍ୟ ତୁମ୍ଭର ପୁତ୍ର ଆମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କର, କାରଣ ତୁମ୍ଭେ ମିଦିଆନ ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କରିଅଛ। ତହିଁରେ ଗିଦିଓନ ସେମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରିବି ନାହିଁ, କିମ୍ବା ମୋର ପୁତ୍ର ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରିବ ନାହିଁ। ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରିବେ। ପୁଣି ଗିଦିଓନ ସେମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କ ନିକଟରେ ଏହି ନିବେଦନ କରୁଅଛି ଯେ
ତୁମେମାନେ ପ୍ରତ୍ୟେକ ଆପଣା ଆପଣା ଲୁଟିତ ନଥ ଆମ୍ଭକୁ ଦିଅ। କାରଣ ସେମାନେ ଇସ୍ମାଇଲର ଲୋକ ଥିବାରୁ ସେମାନଙ୍କର ସୁବର୍ଣ୍ଣ ନଥ ଥିଲା। ତହିଁରେ ସେମାନେ ଉତ୍ତର କଲେ, ଆମ୍ଭେମାନେ ତାହା ଅବଶ୍ୟ ଦେବୁ। ପୁଣି ସେମାନେ ବସ୍ତ୍ର ବିଛାଇ ପ୍ରତ୍ୟେକ ତହିଁ ମଧ୍ୟରେ ଆପଣା ଆପଣା ଲୁଟିତ ନଥ ପକାଇଲେ। ତହିଁରେ ଚନ୍ଦ୍ରହାର ଓ ଝୁମୁକା ଓ ମିଦ୍ୟାନିଆ ରାଜାମାନଙ୍କର ପରିଧେୟ ବାଇଗଣିଆ ରଙ୍ଗ ବସ୍ତ୍ର ଓ ସେମାନଙ୍କର ଓଟର ଗଳାହାର ଛଡ଼ା ତାଙ୍କର ବାଞ୍ଛିତ ସୁବର୍ଣ୍ଣ ନଥର ପରିମାଣ 1,700 ସେକଲ ସୁବର୍ଣ୍ଣ ହେଲା। ତ ଗିଦିଓନ ତହିଁର ଏକ ଏଫୋଦ ବନାଇ ଆପଣା ଅଫ୍ରା ନାମକ ନଗରରେ ରଖିଲେ। ଆଉ ସମସ୍ତ ଇସ୍ରାଏଲ ତହିଁର ପଶ୍ଚାଦଗମନ କରି ସେଠାରେ ବ୍ୟଭିଚାରୀ ହେଲେ। ପୁଣି ତାହା ଗିଦିଓନମାନଙ୍କ ପ୍ରତି ଓ ତାହାଙ୍କ ବଂଶ ପ୍ରତି ଫାନ୍sh ସ୍ୱରୂପ ହେଲା। ଏହି ରୂପେ ମିଦ୍ୟାନ ଇସ୍ରାଏଲ ସନ୍ତାନମାନଙ୍କ ସମ୍ମୁଖରେ ବଶୀଭୂତ ହେଲା ଓ ସେମାନେ ଆପଣାମାନଙ୍କ ମସ୍ତକ ଉଠାଇଲେ ନାହିଁ। ତଉଁ ଗିଦିଓନମାନଙ୍କର ସମୟରେ ଦେଶ 40 ବର୍ଷ ବିଶ୍ରାମ ପାଇଲା। ଅନନ୍ତର ଯୋସାୟର ପୁତ୍ର ଜିରୁଦାଲ ଯାଇ ତାଙ୍କ ନିଜ ଗୃହରେ ବାସ କଲେ। ସେ ଗିଦିଓନର ଔରସଜାତ 3 କୋଟି 10 ପୁତ୍ର ଥିଲେ, କାରଣ ତାଙ୍କର ଅନେକ ଭାର୍ଯ୍ୟା ଥିଲେ। ପୁଣି ସିକେମରେ ତାଙ୍କର ଯେଉଁ ଉପପତ୍ନୀ ଥିଲା, ସେ ମଧ୍ୟ ତାଙ୍କର ଏକ ପୁତ୍ର ଜନ୍ମ କଲା। ତହିଁରେ ସେ ତାହାର ନାମ ଅବିମେଲେକ ରଖିଲେ। ଏଉତରେ ଯୋସାୟର ପୁତ୍ର ଗିଦିଓନ ଉତ୍ତମ ବୃଦ୍ଧାବସ୍ଥାରେ ମଲେ। ପୁଣି ଅବ୍ରିଏସୀୟମାନଙ୍କର ଅର୍ଫ୍ରାରେ ତାଙ୍କର ପିତା ଜୋୟାସର କବରରେ କବର ପାଇଲେ। ଅନନ୍ତର ଗିଦିଓନ ମଲାକ୍ଷଣେ ଇସ୍ରାଏଲ ସନ୍ତାନମାନେ ଫେରି ବାଲ ଦେବତାଗଣର ପଶ୍ଚାଦଗାମୀ ହୋଇ ବ୍ୟଭିଚାରୀ ହେଲେ। ପୁଣି ବାଲ ବରିତକୁ ଆପଣାମାନଙ୍କ ପରମେଶ୍ୱର କରି ମାନିଲେ। ଆଉ ଚତୁର୍ଦିଗସ୍ଥ ଶତ୍ରୁଗଣ ହସ୍ତରୁ ଇସ୍ରାଏଲ ସନ୍ତାନଗଣକୁ ରକ୍ଷା କରିଥିଲେ ଯେ ସଦାପ୍ରଭୁ ସେମାନଙ୍କ ପରମେଶ୍ୱର, ତାହାଙ୍କୁ ସେମାନେ ସ୍ମରଣ କଲେ ନାହିଁ। କିଏ ବା ଜିରୁଦାଲ ଅର୍ଥାତ୍ ଗିଦିଓନ ଇସ୍ରାଏଲର ପ୍ରତି ଯେ ରୂପ ମଙ୍ଗଳ କରିଥିଲେ, ସେମାନେ ତଦନୁସାରେ ତାଙ୍କର ବଂଶ ପ୍ରତି ଦୟା ବ୍ୟବହାର କଲେ ନାହିଁ।